ସମସ୍ତେ ୟୁଟ୍ୟୁବର ମେନ୍ ସେଟିଂକୁ ଅନ୍ କରିବା ହିଁ ଭୁଲି ଯାଆନ୍ତି। ସେଥିପାଇଁ ତାଙ୍କ ଭିଡିଓକୁ ରେକମେଣ୍ଡରେ ପଠାଏ ନାହିଁ କି ନୋଟିଫିକେସନ ମଧ୍ୟ ଦିଏ ନାହିଁ। ଏହି ଭିଡିଓକୁ ଦେଖିଲା ପରେ ଭଲ ଭାବରେ ଜାଣିପାରିବେ କି କୋଉ ସେଟିଂକୁ ଅନ୍ କରିବେ, ଯାହାଦ୍ୱାରା କି ଭିଡିଓରେ ଭରି ଭରିକି ଭ୍ୟୁଜ୍ ଆସିବ ବା ରେକମେଣ୍ଡରେ ମଧ୍ୟ ପଠାଇବ ବା ନୋଟିଫିକେସନ ମଧ୍ୟ ଦେବ ଆପଣଙ୍କ ଅଡିଏନ୍ସ ମାନଙ୍କ ପାଖକୁ, ଯାହାଦ୍ୱାରା କି ଆପଣଙ୍କ ଭିଡିଓକୁ କ୍ଲିକ୍ କରିକି ଦେଖି ନେବେ ନିଜର ଅଡିଏନ୍ସ ଗୁଡ଼ିକ। ଜଣେ ୟୁଟ୍ୟୁବର ଯଦି ହେବାକୁ ଚାହୁଁଛନ୍ତି ବା ଫ୍ୟୁଚରରେ ଯଦି ଜଣେ ୟୁଟ୍ୟୁବର ହେବାର ଅଛି, ତାହେଲେ ଏବେଠୁ ହିଁ ଜାଣିକି ରଖନ୍ତୁ କି କୋଉ ସେଟିଂକୁ ଅନ୍ କଲା ପରେ ଭିଡିଓଟି ରେକମେଣ୍ଡରେ ପଠାଇଥାଏ ୟୁଟ୍ୟୁବ ବା ନୋଟିଫିକେସନଟି ଦେଇଥାଏ। ଯଦି ନଥିବେ ତାହେଲେ କେମିତି ୟୁଟ୍ୟୁବର ହେବେ ଫ୍ରେଣ୍ଡସ୍ ବା କେମିତି ୟୁଟ୍ୟୁବରୁ ପଇସା ଅର୍ନିଂ କରିବେ। ଏହି ସେଟିଂକୁ ବହୁତ ଗୁଡ଼ିଏ କ୍ରିଏଟର ମାନେ ଏପର୍ଯ୍ୟନ୍ତ ଅନୁମତି କରିନଥିବେ ବା ବହୁତ ଗୁଡ଼ିଏ ୟୁଟ୍ୟୁବର ମାନେ ଅନୁମତି କରନ୍ତି ନାହିଁ, କାହିଁକି ନା ସେମାନେ ଜାଣିନାହାନ୍ତି କି ଏହି ସେଟିଂ ଗୁଡ଼ିକ ମଧ୍ୟ ଅନ୍ କରିବାକୁ ପଡ଼ିଥାଏ, ଯାହାଦ୍ୱାରା କି ଭିଡିଓଟି ରେକମେଣ୍ଡରେ ଯାଇଥାଏ ଏବଂ ନୋଟିଫିକେସନ ମଧ୍ୟ ଦେଇଥାଏ। ସେ ନୋଟିଫିକେସନକୁ ହିଁ ବନ୍ଦ କରିକି ଯଦି ରଖିବେ ତାହେଲେ କେମିତି ଭିଡିଓକୁ ରେକମେଣ୍ଡରେ ପଠାଇବ ବା କେମିତି ନୋଟିଫିକେସନ ଦେବ ଆପଣଙ୍କର ସବସ୍କ୍ରାଇବର ମାନଙ୍କ ପାଖକୁ ଏବଂ ଆପଣଙ୍କର ଅଡିଏନ୍ସ ମାନଙ୍କ ପାଖକୁ, ଆପଣଙ୍କର ଭିଉଅର ମାନଙ୍କ ପାଖକୁ। ସେଥିପାଇଁ ନିହାତି ଭାବରେ ଅନ୍ କରିକି ରଖନ୍ତୁ ଏହି 5ଟି ସେଟିଂକୁ। ସତରେ ୟୁଟ୍ୟୁବରୁ ପଇସା ଯଦି ଅର୍ନିଂ କରିବାର ଅଛି, ତାହେଲେ ଭିଡିଓକୁ ଭଲ ଭାବରେ ଦେଖନ୍ତୁ ଏବଂ ଭଲ ଭାବରେ ଶିଖନ୍ତୁ। ଏବଂ ୟୁଟ୍ୟୁବର ଯଦି ହେବାର ନାହିଁ ବା ଟାଇମ ପାସ୍ ଯଦି କରୁଛନ୍ତି, ତାହେଲେ ଏବେଠୁ ଏହି ଭିଡିଓକୁ ଛାଡ଼ିକି ପଳାନ୍ତୁ। ଆପଣମାନଙ୍କ ପାଇଁ ଭିଡିଓ ନୁହେଁ ଏହି ଭିଡିଓଟି। ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ମୋ ବିଷୟରେ ଟିକେ ଜାଣି ନିଅନ୍ତୁ। ମୋ ନାମ ହେଉଛି କାନୁ ମାଝୀ, ମୁଁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ରୁହେ। ନିଜର ଚ୍ୟାନେଲରେ ଯଦି ଗୁଗଲ ଆଡସେନ୍ସ ପ୍ରୋବ୍ଲେମ ଯଦି ଅଛି, ତାହେଲେ ନିହାତି ଭାବରେ ଆମ ସହିତ କଣ୍ଟାକ୍ଟ କରିପାରିବେ। ମୁଁ ଡିସ୍କ୍ରିପସନରେ ମୁଁ ଇନଷ୍ଟାଗ୍ରାମ ଲିଙ୍କ ମଧ୍ୟ ଦେଇଦେଇଛି, ଯାଇକି ମୁଁ ଇନଷ୍ଟାଗ୍ରାମରେ କମେଣ୍ଟ କରିପାରିବେ। ଆପଣଙ୍କର କମେଣ୍ଟ ଆସିଲେ ମୁଁ ନିଶ୍ଚିତ ଭାବରେ ରିପ୍ଲାଏ ଦେବି ଏବଂ ଆପଣଙ୍କର ପ୍ରୋବ୍ଲେମକୁ ମଧ୍ୟ ମୁଁ 100% ସଲ୍ଭ କରିବି। ଏତିକି ଆପଣମାନଙ୍କୁ ମୁଁ ଗ୍ୟାରେଣ୍ଟି ଦଉଛି। ଚାଲନ୍ତୁ ଫ୍ରେଣ୍ଡସ୍ ଭିଡିଓଟିକୁ ଆରମ୍ଭ କରିବା। ଲେଟ୍ସ ଷ୍ଟାର୍ଟ ନାଉ। ଚାଲନ୍ତୁ ଚ୍ୟାନେଲର ୱାଇଟି ଷ୍ଟୁଡିଓକୁ ଓପନ କରିନେବା। ଦେଖିପାରୁଛନ୍ତି ମୁଁ ଚ୍ୟାନେଲର ୱାଇଟି ଷ୍ଟୁଡିଓକୁ ଓପନ କରିନେଇଛି। ଏହି ଚ୍ୟାନେଲଟି ହେଉଛି ମୋର ସେକେଣ୍ଡ ଚ୍ୟାନେଲ ଏବଂ ଯେଉଁ ଚ୍ୟାନେଲରେ ଭିଡିଓ ଦେଖୁଛନ୍ତି ସେଇଟା ହେଉଛି ମୋର ମେନ୍ ଚ୍ୟାନେଲ। ଚାଲନ୍ତୁ ଏବେ ଆମେ ଏହି ଲୋଗୋ ଉପରେ କ୍ଲିକ୍ କରିନେବା। ଦେଖିପାରୁଥିବେ ସମସ୍ତଙ୍କ ଉପରେ ମୋ ଚ୍ୟାନେଲର ଲୋଗୋଟି ଅଛି। ଏହି ଜାଗାରେ ଦେଖନ୍ତୁ, ଏହି ଲୋଗୋ ଉପରେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଦେଖିପାରୁଥିବେ ଏହି ଜାଗାରେ ସେଟିଂ ଅଛି। ଏହି ସେଟିଂ ଉପରେ କ୍ଲିକ୍ କରି ନିଅନ୍ତୁ। ଏହି ସେଟିଂ ଉପରେ ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି ସେଟିଂ ଉପରେ କ୍ଲିକ୍ କରିଦେବେ ଦେଖିପାରୁଥିବେ ବହୁତ ଗୁଡ଼ିଏ ଅପସନ୍ ଆସିଯାଇଛି। ଏହି ଜାଗାରେ ଦେଖନ୍ତୁ, ଏଇଠି ଦେଖନ୍ତୁ ଆକାଉଣ୍ଟ ଅଛି, ପବ୍ଲିଶ ନୋଟିଫିକେସନ୍ ଅଛି, ଚ୍ୟାନେଲ୍ ଅଛି, ଅଡ଼ିଏନ୍ସ ଅଛି, କଣ୍ଟ୍ରି ଅଫ୍ ରେସିଡେନ୍ସ ଅଛି, ପରମିଶନ ଅଛି, କ୍ରିଏଟର ଡେମୋଗ୍ରାଫି ଅଛି, କଣ୍ଟେଣ୍ଟ ଅଛି, କ୍ଲିପ୍ ଅଛି, କ୍ୟାନ୍ସର ଅଡ଼ିଓ କ୍ୟାପସନ୍ ଅଛି, କମ୍ୟୁନିଟି ଅଛି, ତାପରେ କରେନ୍ସି ଅଛି। ଏମିତି ବହୁତ ଗୁଡ଼ିଏ ଯାହାକି ଅପସନ୍ ଅଛି। ଏହିସବୁ ଅପସନ୍ ମଧ୍ୟରୁ କୌଣସି ଅପସନ୍କୁ ମଧ୍ୟ କ୍ଲିକ୍ କରିବା ଦରକାର ନାହିଁ। ଆପଣମାନେ କେବଳ ଏହି ଗୋଟିଏ ଅପସନ୍କୁ କେବଳ କ୍ଲିକ୍ କରି ନିଅନ୍ତୁ। ଦେଖିପାରୁଥିବେ ଫାଷ୍ଟରେ ଅଛି ପୋଷ୍ଟ ନୋଟିଫିକେସନ୍ ଅଛି। ଏହି ଅପସନ୍କୁ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଦେଖିପାରୁଥିବେ 5ଟି ଅପସନ୍ ଅଛି। ଏହି ଜାଗାରେ ଦେଖନ୍ତୁ, ଏଇଠି ଦେଖନ୍ତୁ କମେଣ୍ଟ ଅଛି, ଏନାଲିଟିକ୍ସ ଅଛି, ଆଚିଭମେଣ୍ଟ ଅଛି, ପଲିସି ଅଛି, ଅର୍ନ ଅଛି, ଅପଡେଟ୍ ଅଛି। ଦେଖିପାରୁଥିବେ 5ଟି ନୋଟିଫିକେସନ୍ ଅଛି ବା ଅପସନ୍ ମଧ୍ୟ ଅଛି। ଏହି ଅପସନ୍ ଗୁଡ଼ିକ ଯଦି ଆପଣଙ୍କର ଅନ୍ ନାହିଁ ତାହେଲେ ଅନ୍ କରି ନିଅନ୍ତୁ। ଯାହାକି ଦେଖିପାରୁଥିବେ ମୁଁ ଅନ୍ କରିକି ରଖିଛି। ଏହି 5ଟି ଅପସନ୍କୁ ଯଦି ଅନ୍ କରି ରଖିବେ ନାହିଁ, ତାହେଲେ ଆପଣଙ୍କ ଭିଡ଼ିଓଟି କେବେ ମଧ୍ୟ ରେକମେଣ୍ଡରେ ଯିବ ନାହିଁ କି ନୋଟିଫିକେସନ୍ ମଧ୍ୟ ପଠାଇବ ନାହିଁ କି ଆପଣଙ୍କର ସବସ୍କ୍ରାଇବର ବା ଆପଣଙ୍କର ଅଡ଼ିଏନ୍ସ ମାନଙ୍କ ପାଖକୁ ମଧ୍ୟ ନୋଟିଫିକେସନ୍ ଯାଇପାରିବ ନାହିଁ। ସେଥିପାଇଁ ଫ୍ରେଣ୍ଡସ୍ ଆପଣମାନେ ଏହି 5ଟି ଅପସନ୍କୁ ଅନ୍ କରିକି ରଖନ୍ତୁ ଯଦି ନାହିଁ। ଯଦି ଅଛି ତାହେଲେ କିଛି କରିବା ଦରକାର ନାହିଁ। ଚାଲନ୍ତୁ ଆମେ ବ୍ୟାକ୍ ପଳାଇବା। ଗୋଟିଏ ବ୍ୟାକ୍ କରିସାରିଲା ପରେ ଦେଖିପାରୁଥିବେ ଏହି ଜାଗାରେ କଣ୍ଟ୍ରି ଅଫ୍ ରେସିଡେନ୍ସ ଅଛି। ଏହି ଜାଗାରେ ଦେଖନ୍ତୁ, ଏହି ଅପସନ୍ରେ ଆପଣମାନେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଏହି ଜାଗାରେ ଆପଣଙ୍କର ଇଣ୍ଡିଆ ସିଲେକ୍ଟ ହେଇକି ନାହିଁ, ତାହେଲେ ଇଣ୍ଡିଆ ସିଲେକ୍ଟ କରି ନିଅନ୍ତୁ ବା ଆପଣଙ୍କର କଣ୍ଟ୍ରିଟି ସିଲେକ୍ଟ କରି ନିଅନ୍ତୁ। ଯେମିତିକି ମୋର ଇଣ୍ଡିଆ କଣ୍ଟ୍ରି ବା ଆପଣଙ୍କର ଅଲଗା କିଛି କଣ୍ଟ୍ରି ଅଛି, ତାହେଲେ ଆପଣମାନେ ସେ କଣ୍ଟ୍ରିକୁ ହିଁ ସିଲେକ୍ଟ କରି ନିଅନ୍ତୁ। ଯେମିତିକି ଫ୍ରେଣ୍ଡସ୍ ମୁଁ ଇଣ୍ଡିଆ ସିଲେକ୍ଟ କରି ନେଇଛି। ଚାଲନ୍ତୁ ବି ଆମେ ବ୍ୟାକ୍ କରିକି ଯିବା।
ଏହି ସବୁ ଅପସନ୍କୁ ଆପଣ ନିହାତି ଭାବରେ ଅନ୍ କରିକି ରଖନ୍ତୁ ଫ୍ରେଣ୍ଡସ୍। ନିହାତି ଭାବରେ ଆପଣଙ୍କର ଭିଡ଼ିଓରେ ଭ୍ୟୁଜ୍ ଆସିବ ଏବଂ ଆପଣଙ୍କର ଭିଡ଼ିଓଟି ରେକମେଣ୍ଡରେ ମଧ୍ୟ ଯିବ ଏବଂ ନୋଟିଫିକେସନ୍ ମଧ୍ୟ ପଠାଇବ ଆପଣଙ୍କର ଭିଡ଼ିଓକୁ, ନହେଲେ ପଠାଇବ ନାହିଁ। ଏହି ଭିଡ଼ିଓରେ ତ ଭଲ ଭାବରେ ଜାଣିପାରିଲେ କି କୋଉ ସେଟିଂକୁ ଅନ୍ କରିବେ ଯାହାଦ୍ୱାରା କି ରେକମେଣ୍ଡରେ ଭିଡ଼ିଓଟି ଯିବ ଏବଂ ନୋଟିଫିକେସନ୍ ଦେବ, ଯାହାକି ଭଲ ଭାବରେ ଜାଣି ମଧ୍ୟ ପାରିଥିବେ ଏବଂ ଅନ୍ ମଧ୍ୟ କରି ନେଇଥିବେ। ଭିଡ଼ିଓଟି ଯଦି ଭଲ ଲାଗିଛି ନିହାତି ଭାବରେ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖିବେ ଏବଂ ନିଜର ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଦ୍ୱାରା କି ନିଜର ସାଙ୍ଗମାନେ ମଧ୍ୟ ଦେଖି ଶିଖିପାରିବେ। ଚାଲନ୍ତୁ ଫ୍ରେଣ୍ଡସ୍, ଏବେ ଆମେ ନେକ୍ସଟ ଭିଡ଼ିଓରେ ଦେଖା ହେବା।